ଆଜି ଆପଣମାନଙ୍କୁ ଏମିତି ଏକ ଚମତ୍କାର କଥାଟିଏ କହିବି, ଆପଣଙ୍କୁ ଗପଟିଏ କାହାଣୀଟିଏ ଭଳି ଲାଗିବ। କଥାଟି ଆପଣଙ୍କୁ କାହାଣୀ ଭଳି ଲାଗିବ କିନ୍ତୁ ସତ। ଆପଣମାନେ ଜାଣିଥିବେ ପୃଥିବୀର ଜଣେ ଭଲ ଫୁଟବଲ କୋଚ୍ ହେଉଛନ୍ତି ପେପ୍ ଗାର୍ଡିଓଲା। ସିଏ 4ଟି ପ୍ରିମିୟର ଲିଗ୍ ଟାଇଟଲ ଜିତିଛନ୍ତି। ବାର୍ସିଲୋନାରେ କୋଚ୍ ଥିଲେ, ବାୟର୍ନ म्यूनिखରେ କୋଚ୍ ଥିଲେ, ସବୁ ବଡ଼ ବଡ଼ ଟିମ୍ର କୋଚ୍ ଥିଲେ। ବର୍ତ୍ତମାନ ମାଞ୍ଚେଷ୍ଟର ସିଟିର କୋଚ୍ ଅଛନ୍ତି। ତାଙ୍କୁ ତାଙ୍କ ସ୍ତ୍ରୀ ଛାଡ଼ପତ୍ର ଦେଉଛନ୍ତି। କ'ଣ ପାଇଁ? ନା ଫୁଟବଲରେ ସେ ଅଧିକ ସମୟ ମନୋନିବେଶ କରୁଛନ୍ତି। ଆପଣ ଭାବନ୍ତୁ, 30 ବର୍ଷ ଧରି ସେ ବିବାହ କରିଥିଲେ। ତାଙ୍କ ପତ୍ନୀ ତାଙ୍କ ଉପରେ ଆରୋପ କରୁଛନ୍ତି ଯେ ତମେ ଫୁଟବଲରେ ବେଶୀ ସମୟ ଦଉଛ, ସେଥିପାଇଁ ସେ ତାକୁ ଛାଡ଼ପତ୍ର ଦେଲେ। এই ଘଟଣା ପେପ୍ ଗାର୍ଡିଓଲାଙ୍କ ହୃଦୟ ଭାଙ୍ଗିଦେଲା। ଯାହାର ମାନେ ସେ କେବେ ବିଶ୍ୱାସ କରିନଥିଲେ ଯେ ମୋର 30 ବର୍ଷ ଧରି ମୋ ସାଥିରେ ଥିବା ପତ୍ନୀ ମତେ ଏଇ କାରଣ ପାଇଁ ଛାଡ଼ିବେ ଏବଂ ଡିମାଣ୍ଡ କଲେ 50% ଡିମାଣ୍ଡ କଲେ। ମାନେ ଇଏ ଫୁଟବଲରୁ ଯୋଉ ଟଙ୍କା କମେଇଛନ୍ତି, ଯୋଉ ପଇସା କମେଇଛନ୍ତି, ତାଙ୍କର ପ୍ରାୟ ବର୍ଷକୁ $17 ମିଲିୟନ। ଆପଣ ଭାବନ୍ତୁ, $17 ମିଲିୟନ ତାଙ୍କର ଇନକମ୍। ଏଇ ପଇସାର 50% ମାଗିଲେ ତ ପେପ୍ ପୁରା ଭାଙ୍ଗି ପଡ଼ିଲେ। ତାର ପ୍ରତିଫଳନ ଦେଖିବାକୁ ମିଳିଲା ଏଇ ଖେଳରେ। ଏଥର ଯୋଉ PL ଟାଇଟଲରେ ଯିଏ 4 ଥର ଚମ୍ପିଆନ ହେଇଥିଲେ, ଏଥର ସମସ୍ତେ ଭାବୁଥିଲେ ମାଞ୍ଚେଷ୍ଟର ସିଟି ଚମ୍ପିଆନ ହବ, କିନ୍ତୁ ମାଞ୍ଚେଷ୍ଟର ସିଟି ସେ ପ୍ରଦର୍ଶନ ଆଉ କରିପାରିଲା ନାହିଁ। ଯଦିଓ କୁହାଯାଇପାରେ ଯେ ତାଙ୍କର ଜଣେ ମିଡଫିଲ୍ଡର, ତାଙ୍କ ନାଁ ହେଉଛି ରଡ୍ରି, ଯିଏ ବ୍ୟାଲନ୍ ଡୋର୍ ମଧ୍ୟ ପାଇଛନ୍ତି, କିନ୍ତୁ ରଡ୍ରିଙ୍କର ଆଣ୍ଠୁ ଭାଙ୍ଗିବା ଫଳରେ ମୁଖ୍ୟ ମେରୁଦଣ୍ଡ ଭାଙ୍ଗିଗଲା ଏବଂ ତାଙ୍କର ଯୋଉ ଡିବ୍ରୁଏନା ଥିଲେ ମିଡଫିଲ୍ଡର, ତାଙ୍କର ଫର୍ମ ପଳେଇଲା। ଏମିତି ହେଇ ଏବଂ ପେପ୍ ଗାର୍ଡିଓଲାଙ୍କ ଉପରେ ଯୋଉ ମାନସିକ ଚାପ ପଡ଼ିଲା, ପତ୍ନୀ ଛାଡ଼ିଦେବାର ଯୋଉ ଚାପ ପଡ଼ିଲା, ଯାହା ଫଳରେ ପ୍ରଦର୍ଶନ କମିଗଲା। ମୋର ଏଇଠି ଗୋଟେ କହିବାର କଥା ଯେ ଆମ ବ୍ୟକ୍ତିଗତ ଜୀବନ ଏବଂ ଆମର ପ୍ରଫେସନାଲ ଜୀବନ, ଏ ଭିତରେ ଗୋଟେ ସନ୍ତୁଳନ ଦରକାର। ଏ ଭିତରେ ଗୋଟେ ସନ୍ତୁଳନ ଦରକାର। ଘର ପିଲା ଛୁଆଙ୍କୁ ମଧ୍ୟ ଆମେ ଟିକେ ସମୟ ଦେବାକୁ ପଡ଼ିବ। ନହେଲେ ନାହିଁ, ନହେଲେ ଆଜି ନହେଲେ କେବେ ମଧ୍ୟ ତାର ପ୍ରତିଫଳନ ଦେଖିବାକୁ ମିଳେ। ଫୁଟବଲ ମୁଁ ଏଇଥିପାଇଁ ଦେଖେ ଯେ ଫୁଟବଲରୁ ବଞ୍ଚିବାର ବହୁତ ଗୁଣ ଆପଣମାନେ ଶିଖିପାରିବେ। ଧନ୍ୟବାଦ।